Dear students and viewers, welcome to new English classes by Eken sir. ଆଜି ଆମେ ଓଡ଼ିଶା ପ୍ଲସ୍ ଟୁ ବୋର୍ଡ଼ର ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ ଇଂଲିଶ ପ୍ରୋଜ୍ ଷ୍ଟାଣ୍ଡିଂ ଅପ୍ ଫର୍ ୟୋର୍ ସେଲ୍ଫ ପ୍ରୋଜ୍ଟିର ୟୁନିଟ୍ 3 ପଢ଼ିବାକୁ ଯାଉଛେ। ଆମେ ୟୁନିଟ୍ 1 and 2 କମ୍ପ୍ଲିଟ୍ କରିସାରିଛେ। ୟୁନିଟ୍ 2 ପଢ଼ିବାକୁ ଯାଉଛେ। ଚାପ୍ଟର ଇଜ୍ ଷ୍ଟାଣ୍ଡିଂ ଅପ୍ ଫର୍ ୟୋର୍ ସେଲ୍ଫ। ନିଜ ପାଇଁ ନିଜେ ଠିଆ ହେବା ଉଚିତ। କହିବା ଅର୍ଥ ଏହା, ନିଜ କାମ ନିଜେ କରିବା ଉଚିତ, କାହା ଉପରେ ସଦାସର୍ବଦା ଡିପେଣ୍ଡ ନ କରିକି ନିଜ କାମ ନିଜେ କରିବା ଉଚିତ। ଅର୍ଥାତ୍ ଷ୍ଟାଣ୍ଡିଂ ଅପ୍ ଫର୍ ୟୋର୍ ସେଲ୍ଫ ନିଜ ପାଇଁ ନିଜେ ହିଁ ଠିଆ ହୁଅ। କୌଣସି ପରିସ୍ଥିତି ଆସୁଛି ତ ନିଜେ ପାଇଁ ଅର୍ଥାତ୍ ନିଜେ ନିଜ ପାଇଁ ଠିଆ ହେବା ପାଇଁ ଚେଷ୍ଟା କର। ସଦାସର୍ବଦା କାହା ଉପରେ ଡିପେଣ୍ଡ କର ନାହିଁ, କାରଣ ସଦାସର୍ବଦା ଡିପେଣ୍ଡ କରି ହିଁ କିଛି କାମ କଲେ ଅନେକ ସମୟରେ ଆମେ ଅସୁବିଧାର ସମ୍ମୁଖୀନ ହୋଇଥାଉ। ହଉ, ଷ୍ଟାଣ୍ଡିଂ ଅପ୍ ଫର୍ ୟୋର୍ ସେଲ୍ଫ, ନିଜ ପାଇଁ ନିଜେ ଠିଆ ହେବା ନିହାତି ଦରକାର। ରାଇଟର ଏଭଜେନି ଏଭସେଙ୍କୋ, ରଷିଆନ ରାଇଟର, ଯିଏକି 18 ଜୁଲାଇ 1932ରେ ଜନ୍ମଗ୍ରହଣ କରିଥିଲେ। ବହିର ଆବଶ୍ୟକତା କ୍ଲିୟରଲି ମେନସନ୍ କରାଯାଇ ନାହିଁ ଏବଂ 1 ଏପ୍ରିଲ 2017ରେ 2017ରେ ସେ ପାସ୍ ଆଉଟ୍ କରିଥିଲେ, ଅର୍ଥାତ୍ ମରିସାରିଥିଲେ। ଡିୟର୍ ଷ୍ଟୁଡେଣ୍ଟସ୍ ଆଣ୍ଡ ଭିଉଅର୍ସ, ୟୁନିଟ୍ 1ରେ ମୁଁ ଗୋଟେ ଭୁଲ କହିଦେଇଛି ଯେ ସେ 18 ଜୁଲାଇ 1933ରେ ଡେଥ୍ ହେଇଥିଲା ବୋଲି। ବାସ୍ତବରେ ସେଇଟା 18 ଜୁଲାଇ 1932। ଏଭଜେନି ଏଭସେଙ୍କୋ ଜଣେ ରଷିଆନ ରାଇଟର। ସେ ଜଣେ ନଭେଲିଷ୍ଟ, ପୋଏଟ୍, ଏସେଇଷ୍ଟ, ଡ୍ରାମାଟିଷ୍ଟ, ସ୍କ୍ରିନ୍ ରାଇଟର, ଆକ୍ଟର, ଏଡିଟର ଆଣ୍ଡ ଡିରେକ୍ଟର ଅଫ୍ ଫିଲ୍ମସ୍। ଏ ଭର୍ସାଟାଇଲ୍ କ୍ୟାରେକ୍ଟର ଯାହା ପାଖରେ ଏତେ ଗୁଡ଼େ କ୍ୱାଲିଟି ବା ଗୁଣ ରହିଛି। ଭର୍ସାଟାଇଲ୍ କ୍ୟାରେକ୍ଟର, ଭର୍ସାଟାଇଲ୍ ରାଇଟର ବି କହିପାରିବା ଆମେ। ଓକେ, ଚାଲ ଆମେ ଯିବା ୟୁନିଟ୍ 3କୁ କଭର କରିବା। ଚାଲ ଆମେ ୟୁନିଟ୍ 3ର ଟେକ୍ସଟକୁ କଭର କରିବା। ୟୁନିଟ୍ 3, ଦ ଟେକ୍ସଟ ହିୟର: I wanted to conquer my fear of red. I wanted to conquer my fear of red. I, the writer, the essayist, wanted to conquer my fear. Conquer, ଜିତିବା, ବିଜୟ ଲାଭ କରିବା। Conquer my fear of red. ମୁଁ ମୋ ଭୟକୁ ଜିତିବାକୁ ଚାହୁଁଥିଲି। ରେଡ୍ ପ୍ରତି ଥିବା ମୁଁ ମୋର ଭୟକୁ ଜିତିବାକୁ ଚାହୁଁଥିଲି। I wanted, ଚାହୁଁଥିଲି, to conquer, ଜିତିବାକୁ, win over, my fear of red. fear of red, ରେଡ୍ ପ୍ରତି ଥିବା ଭୟକୁ। ଫାର୍ଷ୍ଟ ଲାଇନ୍ରେ ରାଇଟର କହୁଛନ୍ତି ଯେ ରେଡ୍ ପ୍ରତି ଥିବା ମୋର ଭୟକୁ ମୁଁ ଜିତିବାକୁ ଚାହୁଁଥିଲି, ଅର୍ଥାତ୍ ମୁଁ ରେଡ୍କୁ ଡରିବାକୁ ଚାହୁଁନଥିଲି। So I wrote a poem about him. ତେଣୁ ମୁଁ ଗୋଟିଏ କବିତା ଲେଖିଲି about him, about red. ଏଠି him କିଏ? him ହେଉଛି red। ଅର୍ଥାତ୍ ରେଡ୍ ପ୍ରତି ଥିବା ଭୟକୁ ଦୂର କରିବା ପାଇଁ ରାଇଟର ଗୋଟେ କବିତା ତା ବିଷୟରେ ଲେଖିଲେ। This was my first piece of journalism in verse. This was my first piece. ଏଇଟା ହିଁ ମୋର ପ୍ରଥମ ଲେଖା ଥିଲା, ପ୍ରଥମ ଖଣ୍ଡ ଲେଖା ଥିଲା। ଜର୍ଣ୍ଣାଲିଜିମ୍ ଇନ୍ ଭର୍ସ, ଜର୍ଣ୍ଣାଲିଜିମ୍ ସାମ୍ବାଦିକତା, ଇନ୍ ଭର୍ସ କବିତା ଆକାରରେ, ପଦ୍ୟ ଆକାରରେ। ଇନ୍ ଭର୍ସ, ଜର୍ଣ୍ଣାଲିଜିମ୍ ଇନ୍ ଭର୍ସ, ଅର୍ଥାତ୍ ଏଇଟା ଥିଲା ରାଇଟରଙ୍କର ଲେଖା ଜୀବନର ପ୍ରଥମ ଲେଖା, ଯାହାକି ସେ ରେଡ୍ ବିରୋଧରେ କବିତାଟିଏ ଲେଖିଥିଲେ। ଇନ୍ ଭର୍ସ, କବିତା ଆକାରରେ ସେ ଯେ ଲେଖିଥିଲେ। ଜର୍ଣ୍ଣାଲିଜିମ୍ ବୋଲି କହୁଛନ୍ତି, ତାଙ୍କ ସାମ୍ବାଦିକତା ହେଇପାରିବେ, ଲେଖକ ଜୀବନର ପ୍ରଥମ ଲେଖା। ସେ ରେଡ୍ ବିରୁଦ୍ଧରେ ଗୋଟିଏ କବିତା ଲେଖିଥିଲେ। By the next day,
ଦ ହୋଲ୍ ଷ୍ଟ୍ରିଟ୍ ନ୍ୟୁ ଇଟ୍ ବାଇ ହାର୍ଟ ବାଇ ଦ ନେକ୍ସଟ ଡେ। ତାର ଦିନ ସକାଳୁ ସକାଳୁ ଅର୍ଥାତ୍ ଯେଉଁଦିନ ରାଇଟର କବିତାଟି ଲେଖିଲେ ବାଇ ଦ ନେକ୍ସଟ ଡେ, ତା ପରଦିନ ବାଇ ଦ ନେକ୍ସଟ ଡେ ଦ ହୋଲ୍ ଷ୍ଟ୍ରିଟ୍ ନ୍ୟୁ ଇଟ୍ ବାଇ ହାର୍ଟ। ନ୍ୟୁ ଇଟ୍ ଦ ହୋଲ୍ ଷ୍ଟ୍ରିଟ୍ ଆଣ୍ଡ ଦ ପିପଲ୍ ଅଫ୍ ଦ ହୋଲ୍ ଷ୍ଟ୍ରିଟ୍। ସେ ଯେଉଁ ଏମ୍ପ୍ଟି ଫ୍ଲାଟ୍ ବା ଲୋନ୍ ଷ୍ଟ୍ରିଟ୍ରେ ରହୁଥିଲେ ସେଇ ଷ୍ଟ୍ରିଟ୍ର ସମସ୍ତ ଲୋକ ନ୍ୟୁ ଇଟ୍ ବାଇ ହାର୍ଟ। ନ୍ୟୁ ଇଟ୍ ବାଇ ହାର୍ଟ, ନ୍ୟୁ ଇଟ୍ ବାଇ ହାର୍ଟ ମାନେ ହୃଦୟର ସହ ଜାଣିଯିବା ବା ଘୋଷିକି ମନେ ରଖିଦେବା। ନ୍ୟୁ ଇଟ୍ ବାଇ ହାର୍ଟ, ସତେ ଯେମିତି ସେମାନେ ଘୋଷିକି ମନେ ରଖିଦେଇଥିଲେ। ନ୍ୟୁ ଇଟ୍ ବାଇ ହାର୍ଟ, ସେମାନେ ଘୋଷି ଦେଇଥିଲେ ସମସ୍ତେ। ଅର୍ଥାତ୍ ପ୍ରତ୍ୟେକ ଲୋକ, ଷ୍ଟ୍ରିଟ୍ର ପ୍ରତ୍ୟେକ ଲୋକ କ'ଣ କରୁଥିଲେ? ଏକ୍ସଲ୍ଟେଡ୍ ୱିଥ୍ ଟ୍ରୁମ୍ଫାଣ୍ଟ ହାର୍ଟରେଡ୍। ଯେତେବେଳେ ସେ କବିତାଟି ଲେଖିଲେ ତା ପରଦିନ ଷ୍ଟ୍ରିଟ୍ର ସବୁ ଲୋକମାନେ ତାକୁ ମନେ ରଖି ସାରିଥିଲେ। ଆଣ୍ଡ ଏକ୍ସଲ୍ଟେଡ୍ ମାନେ ସିମ୍ପଲି ମିନିଂ ବୁଝିପାରିବା, ଶୋଇଂ ଗ୍ରେଟ୍ ଜୟ ଆଣ୍ଡ ଏକ୍ସାଇଟମେଣ୍ଟ। ସେମାନେ କ'ଣ କରୁଥିଲେ? ଏକ୍ସଲ୍ଟେଡ୍ କରୁଥିଲେ। ଏକ୍ସଲ୍ଟ କରିବା ମାନେ ଶୋଇଂ ଗ୍ରେଟ୍ ଜୟ ଆଣ୍ଡ ଏକ୍ସାଇଟମେଣ୍ଟ, ଅର୍ଥାତ୍ ଆନନ୍ଦ ଏବଂ ଉଦ୍ଦୀପନା ପ୍ରକାଶ କରୁଥିଲେ। ଏକ୍ସଲ୍ଟେଡ୍, ଯାହାକୁ ଆମେ କହିପାରିବା ଗ୍ରେଟ୍ ଜୟ ଆଣ୍ଡ ଏକ୍ସାଇଟମେଣ୍ଟ ବୋଲି କହିଛନ୍ତି। ଅର୍ଥାତ୍ ସେ ଅତ୍ୟଧିକ ଆନନ୍ଦ ବା ଉଦ୍ଦୀପନା ପ୍ରକାଶ କରୁଥିଲେ। ୱିଥ୍ ଟ୍ରୁମ୍ଫାଣ୍ଟ ହାର୍ଟରେଡ୍, ଟ୍ରୁମ୍ଫାଣ୍ଟ ମିନ୍ସ ବିଜୟ ସୂଚକ। ଟ୍ରୁମ୍ଫାଣ୍ଟ ବିଜୟ ସୂଚକ, ଟ୍ରୁମ୍ଫାଣ୍ଟ ହାର୍ଟରେଡ୍ ମାନେ ଘୃଣାର ସହିତ ପୁଣି, ଅର୍ଥାତ୍ ତାଙ୍କର ଏଇ ବିଜୟ ସୂଚକଟା ଘୃଣାର ଥିଲା। ସେମାନେ ଯାହା କରୁଥିଲେ, ଅର୍ଥାତ୍ ହୋଲ୍ ଷ୍ଟ୍ରିଟ୍ର ଲୋକମାନେ ସେଦିନ ଯାହା କରୁଥିଲେ, ଅର୍ଥାତ୍ ସେଇ ଗୀତଟିକୁ ଷ୍ଟ୍ରିଟ୍ର ସମସ୍ତେ ଗାଇବା ଆରମ୍ଭ କରିଦେଇଥିଲେ। ଆଉ ଗୀତ ମାଧ୍ୟମରେ ସେମାନେ ଏକ୍ସଲ୍ଟେଡ୍ ଅର୍ଥାତ୍ ଗ୍ରେଟ୍ ଜୟ ଆଉ ସାଟିସ୍ଫ୍ୟାକ୍ସନ୍ ଦେଖାଉଥିଲେ। ସେମାନେ ବହୁତ ଆନନ୍ଦ ବା ଉଦ୍ଦୀପନା ପ୍ରକାଶ କରୁଥିଲେ। ଏଇଟା ପୁଣି କେମିତି ଥିଲା? ଟ୍ରୁମ୍ଫାଣ୍ଟ ହାର୍ଟରେଡ୍, ବିଜୟ ସୂଚକ ଘୃଣା। ଅର୍ଥାତ୍ ସେମାନେ ଏଇ ଯେଉଁ ଯାହା କରୁଥିଲେ ସେଇ କାମ ତାଙ୍କର ତ ଘୃଣା ଭରି ରହିଥିଲା, କିନ୍ତୁ ବିଜୟ ସୂଚକ ଘୃଣା ଥିଲା। କାହା ପାଇଁ? ସ୍ପେଶାଲି ରେଡ୍ ପାଇଁ। ତାଙ୍କର ଏଇ ଯେଉଁ ଏକ୍ସପ୍ରେସନ୍ ଥିଲା, ଏଇ ଯେଉଁ ହାପିନେସ୍ ଥିଲା, ସେମାନେ ଅତ୍ୟଧିକ ଆନନ୍ଦ ଏକ୍ସାଇଟମେଣ୍ଟ ହେଉଛନ୍ତି, ଖୁସି ପ୍ରକାଶ କରୁଛନ୍ତି। ଏ ବିଜୟ ସୂଚକ ଘୃଣା, ସେ ଘୃଣା ଖାଲି କମନ୍ ଘୃଣା ନଥିଲା, ସେମାନେ ରେଡ୍ ପ୍ରତି ଥିବା ସେମାନଙ୍କର ବିଜୟ ଘୃଣାକୁ ଏଇ କବିତା ମାଧ୍ୟମରେ ହିଁ ପ୍ରକାଶ କରିଥିଲେ। ଯେହେତୁ ରେଡ୍କୁ ସମସ୍ତେ ଡରୁଥିଲେ, ତା ସାମ୍ନାକୁ କେହି ଯାଇପାରୁନଥିଲେ, ତା'ର ମୁହାଁମୁହିଁ କେହି ହେଇପାରୁନଥିଲେ, କବିଙ୍କର ଅର୍ଥାତ୍ ରାଇଟରଙ୍କର ଏଇ ଲେଖାଯାଇଥିବା କବିତାଟିକୁ ସେଇ ଷ୍ଟ୍ରିଟ୍ର ସବୁ ଲୋକ ଘୋଷି ସାରିଥିଲେ, ମନେ ରଖି ସାରିଥିଲେ ବା ଗାଇ ସାରିଥିଲେ ବା ଗାଉଥିଲେ। ପୁଣି ସେଇ ଗାଇବା ଭିତରେ କ'ଣ ଥିଲା ନା ଅତ୍ୟଧିକ ଆନନ୍ଦ ଉଲ୍ଲାସ ଖୁସି ଭର୍ତ୍ତି ରହିଥିଲା। କିନ୍ତୁ ସେଇ ଭିତରେ ବି ରେଡ୍ ପ୍ରତି ଭରି ରହିଥିଲା ଘୃଣା। ହାର୍ଟରେଡ୍, ଟ୍ରୁମ୍ଫାଣ୍ଟ ହାର୍ଟରେଡ୍, ବିଜୟ ସୂଚକ ଘୃଣା। ଅର୍ଥାତ୍ ସେମାନେ ତ ବିଜୟ ଲାଭ ସହିତ ଯେମିତି ବିଜୟ ଲାଭ କରିସାରିଥିଲେ, କାରଣ ସେମାନେ ମୁହାଁମୁହିଁ ସାମ୍ନାସାମ୍ନି ରେଡ୍ର ହେଇପାରୁନଥିଲେ। କିନ୍ତୁ ଏ କବିତାଟି ଏଇଭଳି ଲେଖାଯାଇଥିଲା ଯାହାକି ରେଡ୍ ପ୍ରତି ସେମାନଙ୍କର ଘୃଣା ଏବଂ ତାକୁ ଜିତିବାର ଏମାନେ ଖୁସି ପ୍ରକଟ କରୁଥିଲେ। One morning on my way to school, ଦିନେ ମୁଁ ସ୍କୁଲ ଯିବା ରାସ୍ତାରେ ବା ମୋର ସ୍କୁଲ ଯିବା ରାସ୍ତାରେ, one morning on my way to school, I suddenly came upon red. ହଠାତ୍, suddenly ହଠାତ୍, came upon red, ରେଡ୍ର ମୁହାଁମୁହିଁ ହେଇଯିବା, ବାଇଚାନ୍ସ ଦେଖା ହେଇଯିବା। came upon red, ଦିନେ ସେ ସ୍କୁଲ ଯିବା ରାସ୍ତାରେ ହଠାତ୍ ରେଡ୍ ସହିତ ମୁହାଁମୁହିଁ ହେଇଯାଇଛନ୍ତି। came upon red, ରେଡ୍ ସହିତ ମୁହାଁମୁହିଁ ହେଇଯାଇଥିଲେ। and his lieutenants, ଆଉ ଏଇଟା କିଏ ବି ସାଙ୍ଗରେ ଥିଲେ? ରେଡ୍ ସାଙ୍ଗରେ ଥିବା ସେଇ ଲିeutenant ମାନେ ବି ଥିଲେ। ଦିନେ ରାଇଟର ସ୍କୁଲ ଯିବା ରାସ୍ତାରେ ହଠାତ୍ came upon red, ରେଡ୍ର ମୁହାଁମୁହିଁ ହେଇଯାଇଥିଲେ ବା ରେଡ୍ର ସମ୍ମୁଖୀନ ହେଇଯାଇଥିଲେ ବା ରେଡ୍ ସହିତ ବାଇଚାନ୍ସ ସଡନଲି ହଠାତ୍ ଦେଖା ହେଇଯାଇଥିଲା। ରେଡ୍ ଆଉ ତାର ସେଇ ବଦମାସ ଫଲୋଅର ମାନଙ୍କ ସହିତ, ଲିeutenant ମାନଙ୍କ ସହିତ ଦେଖା ହେଇଯାଇଥିଲା।
His eyes seemed to bore through me. His eyes seemed to bore through me. To bore through me. His eyes, red eyes. His eyes, red eyes. Seemed, ଜଣା ପଡୁଥିଲା ଯେମିତି, seemed, ଜଣା ପଡୁଥିଲା. His eyes seemed to bore through me. Bore through me. Red eyes seemed to bore through me. As if bore through me means ଜଣକୁ ଆମେ ଏମିତି ଜଣକୁ ଚାହିଁବା, ଜଣକୁ ଅପ୍ରୀତିକର ପରିସ୍ଥିତି ଲାଗିବ, ଜଣକୁ ଭଲ ଲାଗୁନଥିବ। ଅର୍ଥାତ୍ ରେଡ୍ର ଚାହାଣୀ ରାଇଟରଙ୍କ ପ୍ରତି ଅସହ୍ୟ ଥିଲା, ଅର୍ଥାତ୍ ଘୃଣାବ୍ୟଞ୍ଜକ ରହିଥିଲା। ରେଡ୍ ଯେଉଁ ଭାବରେ ଚାହିଁଥିଲା ରାଇଟରଙ୍କୁ, ସେଇ ଚାହାଣୀ ଭିତରେ ଯେମିତି ବହୁତ ଗୁଡ଼େ ରାଗ ଏକ୍ସପ୍ରେସନ୍ ଆସୁଥିଲା, ବା ସେଇ ଚାହାଣୀ ଜଣଙ୍କୁ କେବେ ହେଲେ ଖୁସି ଦେଇପାରିବନି, ତା ଦୁଃଖ ଲାଗିବ। ଅର୍ଥାତ୍ ସେ ଚାହାଣୀରେ ହିଁ ଲୁଚି ରହିଥିଲା ରେଡ୍ର ଘୃଣା। କାହା ପ୍ରତି? ରାଇଟରଙ୍କ ପ୍ରତି। ବ୍ରୋ ଥ୍ରୋ ମି ମାନେ ଜଣକୁ ଆମେ ଚାହିଁବା ଯେଉଁ ଚାହାଣୀରେ ବହୁତ ଅପସେଟ୍ ଲାଗୁଥିବ, ଜଣକୁ ଇଜି ଲାଗୁନଥିବ, ସାଟିସ୍ଫ୍ୟାକ୍ସନ୍ ଲାଗୁନଥିବ, ଜଣକୁ ଦେଖିଲେ ମାନେ ଅପସେଟ୍ ଫିଲ୍ ହେଉଥିବ, ଯେ ଚାହାଣୀଟା ଯେମିତି ଘୃଣାତ୍ମକ ଚାହାଣୀ ଥିଲା। ଆକ୍ଚୁଆଲି ଚାହାଣୀ କାହାର ଥିଲା? ରେଡ୍ରେ ଥିଲା। ସିମ୍ ଟୁ ବୋ ଥ୍ରୋ ମି। Oh, the poet, he drawled. Oh, the poet, he drawled. Oh, the poet. କବି କିଏ କହୁଥିଲା? ରେଡ୍ କହୁଥିଲା। Oh, the poet, he drawled. Drawl ମାନେ ପ୍ଲିଜ୍ ଆମେ କିଛି ଗୋଟେ କଥାକୁ ସ୍ଲୋଲି କହିବା, ବଟ୍ ଲଙ୍ଗର ଭଏସ୍ରେ, ଲମ୍ବେଇ ଗୋଟେ କଥା କହିବା। ମାନେ ଜଣକୁ କମେଣ୍ଟ ମାରିଲା ଭଳି, ଜଣକୁ ଅଟହାସ୍ୟ କଲା ଭଳି ଜଣକୁ କହିବା, ଯେମିତିକି ଜଣକୁ ଚିଡ଼େଇବା ଭଳି, ବା ଜଣକୁ ରାଗିଲା ଭଳି, ବା ଜଣକୁ ଯେମିତି ବହୁତ ଅପସେଟ୍ କରିଦେଲା ଭଳି କଥାଟି କହିବା। ସେମିତି ରେଡ୍ କିଛି କହିଥିଲା। ହି ଡ୍ରାଉଲ୍ଡ। ଓ ଦ ପୋଏଟ୍, ହି ଡ୍ରାଉଲ୍ଡ। ସ୍ମାଇଲିଂ କ୍ରୁଡଲି, ଆଉ ସେ ହସିଥିଲା ମଧ୍ୟ। ରେଡ୍ ଟିକେ ହସିଥିଲା। ସ୍ମାଇଲିଂ କ୍ରୁଡଲି। କ୍ରୁଡଲି ମିନ୍ସ ଚଞ୍ଚକତାର ହସ ଥିଲା, କପଟତାର ହସ ଥିଲା। କ୍ରୁଡଲି ହସ ତାର ସିମ୍ପଲି ହସ ନଥିଲା, ବଟ୍ କ୍ରୁଡ୍ ହସ ଥିଲା, ଅର୍ଥାତ୍ କପଟତାପୂର୍ଣ୍ଣ ହସ ଥିଲା। ସେ ତ ଡ୍ରାଉଲିଂ କରିଥିଲା, କବିଙ୍କୁ କମେଣ୍ଟ କରି କଥାବାର୍ତ୍ତା କରିଥିଲା। ସ୍ଲୋଲି କହୁଛି, ଡ୍ରାଉଲି ମିନିଂ ସ୍ଲୋଲି କହିବା, କିନ୍ତୁ ଲଙ୍ଗର ଭଏସ୍ରେ କହିବା। ସେ ସେମିତି କିଛି କମେଣ୍ଟ କଲା ଭଳି କଥାବାର୍ତ୍ତା କରିଥିଲା ଏବଂ ହସିଥିଲା ମଧ୍ୟ। ଯେଉଁ ହସରେ ଥିଲା କ୍ରୁକେଟ୍ ସ୍ମାଇଲ୍ ଥିଲା, ଅର୍ଥାତ୍ କପଟତାର ହସ, କୁଟିଳତାର ହସ ଥିଲା। କ୍ରୁଡ୍। So you write verse, do they rhyme? ସେ କ'ଣ କହିଥିଲା? So you write verse. So ତୁ ଆଜିକାଲି, so you write means the poet, the writer. You write verse. ତୁ ଆଜିକାଲି କବିତା ଲେଖୁଛୁ। Do they rhyme? ଆଉ ସେମାନେ ପୁଣି ଗାଉଛନ୍ତି ତାକୁ। ଅତି ତାଚ୍ଛଲ୍ୟପୂର୍ଣ୍ଣ ଭାବରେ ରେଡ୍ ରାଇଟରଙ୍କୁ କମେଣ୍ଟ କରିଥିଲା। ଓ ତୁ ଆଜିକାଲି କବିତା ଲେଖୁଛୁ, ଭର୍ସ ରାଇଟିଂ ଭର୍ସ, କବିତା। ତୁ ଆଜିକାଲି କବିତା ଲେଖୁଛୁ, ଆଉ ସେମାନେ ରାଇମ୍, ସେମାନେ ଗୀତ ଗାଉଛନ୍ତି। ୱାଓ। ସେ ଅତି ତାଚ୍ଛଲ୍ୟପୂର୍ଣ୍ଣ ଭାବରେ ରେଡ୍ ରାଇଟରଙ୍କୁ କମେଣ୍ଟ କରୁଥିଲା। ଆଜିକାଲି ତୁ ଲେଖୁଛୁ, ଆଉ ସେମାନେ ଗାଉଛନ୍ତି। ରେଡ୍ସ ହ୍ୟାଣ୍ଡ darted into his pocket. Red's hand darted into his pocket. ହଠାତ୍ ରେଡ୍ର ହାତ darted into his pocket. darted into suddenly ଭିତରକୁ ପ୍ରବେଶ କରିବା, ଅର୍ଥାତ୍ ହଠାତ୍ ଦେଖାଗଲା ରେଡ୍ର ହାତ darted into his pocket. ତା ହାତ ତା ପକେଟ୍ ଭିତରକୁ ପ୍ରବେଶ କରିଥିଲା। and came out armed with its knuckle duster. came out ଏବଂ ହାତଟି ବାହାରକୁ ଚାଲି ଆସିଥିଲା with its knuckle duster. କହିଥିଲି ନକଲ ଡଷ୍ଟର ଗୋଟେ ମାରଣାସ୍ତ୍ର ୱିପନ୍ ହେଇପାରିବ, ପଏଣ୍ଟେଡ୍ ହେଇଥିବ, ମୁଦି ହେଇପାରିବ, ବଳା ହେଇପାରିବ, ତାକୁ ପିନ୍ଧିକି ହାତରେ ବା ଆଙ୍ଗୁଠିରେ ଜଣକୁ ମରାଯାଇପାରିବ। ହଠାତ୍ ଦେଖାଯାଉଛି ରେଡ୍ର ହାତ ତା ପକେଟ୍ ଭିତରକୁ ପଶି ଯାଉଛି ଏବଂ darted into his pocket and came out armed with its knuckle duster. ଏବଂ ହାତଟି ବାହାରି ଆସୁଛି ତାର ସେ ନକଲ ଡଷ୍ଟର ୱିପନ୍ ସହିତ। It flashed. It means the knuckle duster flashed, ଚକଚକ କରୁଥିଲା। It flashed like lightning and struck my head. It flashed like lightning.
ଏଇଟା ବିଜୁଳି ଭଳି ଚମକୁଥିଲା ଆଣ୍ଡ ଷ୍ଟ୍ରକ୍ ମାଇ ହେଡ୍ ଷ୍ଟ୍ରକ୍ ଆଘାତ କଲା ଅର୍ଥାତ୍ ହଠାତ୍ ଦେଖାଯାଉଛି ରେଡ୍ ତା ପକେଟରେ ହାତ ଭର୍ତ୍ତି କରିଛି ଓ ବାହାର କରି ଆଣିଛି ସେ ନକଲ ଡଷ୍ଟରକୁ ଯେଉଁଟାକି ଯେଉଁ ନକଲ ଡଷ୍ଟର କି ପୁରା ବିଜୁଳି ମାରିଲା ବେଳେ ଚକଚକ କରୁଥିଲା ଆଣ୍ଡ ଷ୍ଟ୍ରକ୍ ମାଇ ହେଡ୍ ରାଇଟର ସେଟ୍ ଅର୍ଥାତ୍ ହଠାତ୍ ରେଡ୍ କ'ଣ କରିଛି ରାଇଟର ହେଡ୍କୁ ଆଟାକ୍ କରିଛି ସଡନଲି ଆଘାତ କରିଛି ଷ୍ଟ୍ରକ୍ ମାଇ ହେଡ୍ I fell down streaming with blood and lost consciousness. I fell down streaming. The writer, fell down, ପଡ଼ିଗଲେ streaming with blood. ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ streaming ବହୁଥିବା ଅବସ୍ଥାରେ ଝରୁଥିବା ଅବସ୍ଥାରେ streaming ଝରିବା ବା ବହିବା. I fell down streaming with blood. এই ରକ୍ତ ଝରୁଥିବା ଅବସ୍ଥାରେ ମୁଁ ପଡ଼ିଯାଇଥିଲି and lost consciousness. ଏବଂ ମୋ ଚେତନା ଚାଲି ଯାଇଥିଲା ମୋ ଚେତା ପଳେଇ ଯାଇଥିଲା ହଠାତ୍ ରେଡ୍ର ଷ୍ଟ୍ରାଇକିଂରେ ରେଡ୍ ଯେଉଁଭଳି ହଠାତ୍ ରାଇଟରଙ୍କ ମୁଣ୍ଡକୁ ଆଘାତ କଲା ରାଇଟର କ'ଣ କଲେ ଫେଲ୍ ଡାଉନ୍ ଷ୍ଟ୍ରିମିଂ ୱିଥ୍ ବ୍ଲଡ୍ ରକ୍ତ ଜୁଡ଼ୁବୁଡ଼ି ଅବସ୍ଥାରେ ପଡ଼ିଯାଇଥିଲେ ଆଣ୍ଡ ଲାଷ୍ଟ କନସିୟସନେସ୍ ଅର୍ଥାତ୍ ତାଙ୍କର ଚେତନା ନଥିଲା ଚେତା ପଳେଇ ଯାଇଥିଲା ଦିସ୍ ୱାଜ୍ ମାଇ ଫାଷ୍ଟ ରେମୁନେରେସନ୍ ଆଜ୍ ଏ ପୋଏଟ୍ This was my first remuneration as a poet. अर्थात कवि निजे एडमिट करुछंती एटा दिस वाज ए दिसटा कौन प्ले दिस वाज माने जो मारटी से खाइले मर्सिलेस बीटिंग बाय रेड द्वारा जे जो मर्सिलेस बीटिंग खाइथिले एटा थिला तांकर फर्स्ट रेमुनेरेशन माने कौन पाउना बा दरमा रेमुनेरेशन कले कौन बुझिबा पाउना बा दरमा बा प्राप्य कवि हिसाब रे लेखक हिसाब रे एटा थिला तांकर प्रथम पाउना जने कवि हिसाब रे तांकर प्रथम पाउना टंका दरमा बोली कहि परिबा कौन थिला जने पोएट हिसाब रे तांकर प्रथम रेमुनेरेशन कौन थिला रेड द्वारा मुंड फटा माड़ नहीं जोटी से स्ट्रीमिंग विथ ब्लड रक्त जुड़ुबुड़ू होकर पड़ जाइए और तांकर सेन्स पड़ जाइए से जहाँ को एडमिट करुँच जने कवि हिसाब रे एइटा थिला मोर प्रथम पाउना आई स्पेंट सेवराल डेज इन बेड तापरे परे से आई स्पेंट सेवराल डेज इन बेड अनेक दिन पर्यंत मु बेड रे पड़ी रही रेस्ट नहीं आई स्पेंट कटई अनेक दिन जाए मु मो बेड रे बहुत समय कटई आई स्पेंट सेवराल डेज इन बेड व्हेन आई वेंट आउट जेते बेले मु बाहर को आसली विथ माय हेड स्टिल बैंडेज्ड जेते मु बाहर को आसली मो मुंड सेमिति अर्थात मो मुंडरे सेमिति बैंडेज बंधा जाइथिला पट्टी बंधा जाइथिला पट्टी खोला जाई नथिला सेदिन रेट खाइथिबा आघात र पट्टी सेते बेले पर्यंत खोला जाई नथिला मु जेते बाहर को आसली मो मुंडरे से बैंडेजटा सेमिति थिला अर्थात मो मुंडरो बैंडेज एबे सुद्धा खोला जाई नथिला आई अगेन सॉ इट जस्ट थिंक अबाउट जन पाखर जड़े माड़ खाई जाइकी घरे किसी दिन रेस्ट नहीं कि जिते बड़े से पुणी बाहर को आसुंच पुणी थे से रेड्र सम्मुखीन होती अर्थात रेड को देखुं भाविले पिले केमिति लगी हाँ आई अगेन स रेड से रेड को पुणी थे देखिले आई स्ट्रगल विथ माई सेल्फ बट लॉस्ट एंड टुक टू माई हिल्स आई स्ट्रगल विथ माई सेल्फ मो सहित स्ट्रगल करी संग्राम करी सत्य जमी मो निज सहित मु स्ट्रगल करुली फाइटिंग करुली बट लास्ट एवं हारी जाइए एंड टुक टू माई हिल्स प्राण विकल रे दौड़ी पड़ेगा टुक टू माई हिल्स कौन सी भय अति प्रबल बेकर जगह छाड़ी पड़े जा टुक टू माई हिल्स कभी कौन कहते राइटर कौन कहते आई स्ट्रगल विथ माई सेल्फ मो निज सहित मु फाइट करी किंतु हारी जाइए एंड टुक टू माई हिल्स बेगरे दौड़ी पलाई जा कौन होता से दिन कवि कहते राइटर को जिते बड़े से मुंडरे बैंडेज बंधा जाइथिबा अवस्था पुणी आसिक रेड को देखी हठात से निज सहित स्ट्रगल कर
କ'ଣ ପାଇଁ ଷ୍ଟ୍ରଗଲ୍ କରିଥିବେ? ନିଶ୍ଚିତ ଭାବରେ ରେଡ୍କୁ ସମ୍ମୁଖୀନ ହେବେ କିମ୍ବା ଦୌଡ଼ିକି ପଳାଇଯିବେ। ରେଡ୍ ପ୍ରତି ତାଙ୍କର ଥିବା ଘୃଣାକୁ ପ୍ରକାଶ କରିବେ ନା ଦୌଡ଼ିକି ପଳାଇଯିବେ। ନିଶ୍ଚିତ ଭାବରେ ସେ ହାରି ଯାଇଛନ୍ତି, ଅର୍ଥାତ୍ ସେ ନିଜ ସହିତ ନିଜେ ଷ୍ଟ୍ରଗଲ୍ କରିଥିଲେ ଏବଂ ହାରି ଯାଇଥିଲେ ଓ ତାପରେ ସେ ଜାଗା ଛାଡ଼ିକି ପଳାଇ ଯାଇଥିଲେ। ଟୁକ୍ ଟୁ ମାଇ ହେଲ୍ସ। At home, I roll on my bed. At home, I roll on my bed. ଘରେ ସେ ଏମ୍ପ୍ଟି ଫ୍ଲାଟ୍ରେ ଯାଇକି ନିଜ ବେଡ଼୍ରେ ପଡ଼ିଯାଇଛନ୍ତି। ରୋଲ୍ ଅନ୍ ମାଇ ବେଡ୍, ବିଟିଂ ମାଇ ପିଲୋ, ବିଟିଂ ମାଇ ପିଲୋ। ସେ ତାଙ୍କ ପିଲୋକୁ ବିଟ୍ କରିଛନ୍ତି। ବିଟିଂ ମାଇ ପିଲୋ, ଆଘାତ କରିଛନ୍ତି, ଚୋବେଇଛନ୍ତି ବୋଲି କହିପାରିବା। ବିଟିଂ ମାଇ ପିଲୋ ଆଣ୍ଡ ପାଉଣ୍ଡିଂ ଇଟ୍। ବିଟିଂ ମାଇ ପିଲୋ ଆଣ୍ଡ ପାଉଣ୍ଡିଂ ଇଟ୍, ବାଡ଼େଇଛନ୍ତି। ଇଟ୍ ମାନେ ପିଲୋ। ସେ ତାଙ୍କ ତକିଆକୁ ବାରବାର ପାଉଣ୍ଡିଂ କରିଛନ୍ତି, ବାଡ଼େଇଛନ୍ତି। ଇନ୍ ସେମ୍ ଆଣ୍ଡ ଇମ୍ପୋର୍ଟାଣ୍ଟ ଫ୍ୟୁରି, ଇନ୍ ସେମ୍ ଲଜ୍ଜାରେ, ଘୃଣାରେ, ଆଣ୍ଡ ଇମ୍ପୋର୍ଟାଣ୍ଟ ଫ୍ୟୁରି, ସେ କ'ଣ କରିଛନ୍ତି? ଅତି ଘୃଣାର ସହିତ ନିଜ ତକିଆକୁ ବିଟ୍ କରୁଛନ୍ତି ଏବଂ ତାକୁ ପାଉଣ୍ଡିଂ କରୁଛନ୍ତି, ବାଡ଼ଉଛନ୍ତି। ଇନ୍ ସେମ୍ ଲଜ୍ଜାରେ ଆଣ୍ଡ ଇମ୍ପୋର୍ଟାଣ୍ଟ ଫ୍ୟୁରି, ଇମ୍ପୋର୍ଟାଣ୍ଟ ମାନେ ମୂଲ୍ୟହୀନ ରାଗ, ଫ୍ୟୁରି ମିନ୍ସ ଆଙ୍ଗର, ଫ୍ୟୁରି ମିନ୍ସ ଆଙ୍ଗର। ସେ କ'ଣ କରୁଛନ୍ତି? ମୂଲ୍ୟହୀନ ଭାବରେ ତାଙ୍କର ରାଗକୁ ପ୍ରକାଶ କରୁଛନ୍ତି, ନିରର୍ଥକ ରାଗକୁ ପ୍ରକାଶ କରୁଛନ୍ତି। ଘୃଣା ଏବଂ ଲଜ୍ଜାରେ ସେ ତାଙ୍କର ମୂଲ୍ୟହୀନ ରାଗକୁ, ନିରର୍ଥକ ରାଗକୁ ଏକ୍ସପ୍ରେସନ୍ କରୁଛନ୍ତି। ଇମ୍ପୋର୍ଟାଣ୍ଟ ଫ୍ୟୁରି, ଫ୍ୟୁରି ମାନେ ଆଙ୍ଗର, ଇମ୍ପୋର୍ଟାଣ୍ଟ ମାନେ ମୂଲ୍ୟହୀନ। ଅର୍ଥାତ୍ ସେଠି କ'ଣ କରୁଛନ୍ତି? ନିଜ ରୁମ୍ରେ ତକିଆ ଉପରେ ସଜିଛନ୍ତି, ସେ ରାଗ ସୁଜାଡ଼ିଛନ୍ତି, ତାକୁ ବାଡ଼ଉଛନ୍ତି, ବିଟ୍ କରୁଛନ୍ତି ଏବଂ ଯେଉଁ ରାଗ ସେ ଦେଖାଉଛନ୍ତି ଯାହାର କି ମୂଲ୍ୟହୀନ, କାରଣ ସେଠି ରେଡ୍ ନଥିଲା, ସେ ହିଁ ରୁମ୍ରେ ଏକା ଥିଲେ। ସେ ତାଙ୍କ ଘୃଣାରେ, ଲଜ୍ଜାରେ ତାଙ୍କର ସେଇ ମୂଲ୍ୟହୀନ ରାଗକୁ ଶୋ କରି ଚାଲିଛନ୍ତି। ଇମ୍ପୋର୍ଟାଣ୍ଟ ଫ୍ୟୁରି ଆଟ୍ ମାଇ କାୱାର୍ଡାଇସ୍, ଆଟ୍ ମାଇ କାୱାର୍ଡାଇସ୍। କାୱାର୍ଡାଇସ୍ ମାନେ କା ପୁରୁଷପଣିଆ। ୟେସ୍, ସେ ଯେଉଁ କା ପୁରୁଷପଣିଆ ଦେଖେଇଥିଲେ କାୱାର୍ଡାଇସ୍, କ'ଣ ସେଟା ହେଇଥିଲା କି? କାରଣ ସେ ରେଡ୍ର ସମ୍ମୁଖୀନ ହେଇପାରିଲେ ନାହିଁ। ସେ ଜାଗା ଛାଡ଼ିକି ପଳେଇ ଆସିଛନ୍ତି ଏବଂ ଘରେ ଆସିକି ତକିଆ ଉପରେ ସବୁତକ ରାଗ ସୁଝାଉଛନ୍ତି। ଯେଉଁ ରାଗର ମୂଲ୍ୟ ଥିଲା କ'ଣ? ଇମ୍ପୋର୍ଟାଣ୍ଟ ଫ୍ୟୁରି ମିନ୍ସ ଫ୍ୟୁଟାଇଲ୍ ଆଙ୍ଗର, ଯାହାର କୌଣସି ମୂଲ୍ୟ ନଥିଲା। କାୱାର୍ଡାଇସ୍, କା ପୁରୁଷପଣିଆ। I made up my mind to vanquish it at whatever cost. I made up my mind. I made up my mind. ମୁଁ ନିଜେ ନିଷ୍ପତ୍ତି ନେଲି to vanquish it. vanquish କରିବା, ଜଣଙ୍କୁ ଡିଫିଟ୍ କରିବା ବା ୱିନ୍ କରିବା। vanquish it whatever cost. It means his fear of red. It means vanquish means win ଅଫ୍ କର, ଜିତିବା। ଡିଫିଟ୍ କମ୍ପ୍ଲିଟଲି ବା ଜଣଙ୍କୁ ସହଜରେ ହରେଇବା, ସମ୍ପୂର୍ଣ୍ଣ ଭାବରେ ହରେଇବା। vanquish it, ଏଠି ଇଟ୍ରେ ମିନ୍ସ ଆଉ କିଛି ନ ପିଲେ vanquish it ହିଜ୍ ଫିୟର୍ ଅଫ୍ ରେଡ୍, ରାଇଟ୍ ରଙ୍ଗ ଫିୟର୍ ଯେଉଁ ରେଡ୍ ପ୍ରତି ଥିଲା ତାକୁ ସେ ଏନି ହାଏ ଡିଫିଟ୍ କରିବାକୁ ଚାହୁଁଥିଲେ। ଆଟ୍ ହ୍ୱାଟ୍ ଏଭର୍ କଷ୍ଟ, ଯେକୌଣସି ପରିସ୍ଥିତିରେ, ହ୍ୱାଟ୍ ଏଭର୍ କଷ୍ଟ, ଯେକୌଣସି ମୂଲ୍ୟରେ। କଷ୍ଟ ମିନ୍ସ ମୂଲ୍ୟ, ହ୍ୱାଟ୍ ଏଭର୍ ଯେକୌଣସି ପରିସ୍ଥିତିରେ, ଅର୍ଥାତ୍ ଯେକୌଣସି ପରିସ୍ଥିତିରେ ବା ଯେକୌଣସି ମୂଲ୍ୟରେ ସେ ରେଡ୍ ପ୍ରତି ଥିବା ତାଙ୍କର ଭୟକୁ, ଇଟ୍ ମିନ୍ସ ଫିୟର୍, ରେଡ୍ ପ୍ରତି ତାଙ୍କର ଭୟକୁ ଭ୍ୟାଙ୍କୁଇଶ୍ କରିବାକୁ ଚାହୁଁଥିଲେ, ସମ୍ପୂର୍ଣ୍ଣ ଭାବରେ ଡିଫିଟ୍ କରିବାକୁ ଚାହୁଁଥିଲେ। ରେଡ୍ ପ୍ରତି ତାଙ୍କର ଯେଉଁ ଭୟ ଥିଲା, କାରଣ ସେ ସେକେଣ୍ଡ ଟାଇମ୍ ଦେଖା ହେଇଥିଲା, ସେ ସମ୍ମୁଖୀନ ହେଇପାରିନଥିଲେ, ଭୟ ଜାଗା ଛାଡ଼ିକି ପଳେଇ ଆସିଥିଲେ ଆଉ ଘରକୁ ଆସିକି ସେ ତକିଆ ଉପରେ ରାଗ ସୁଝେଇଥିଲେ। ଏବେ ସେ ନିଜେ ନିଷ୍ପତ୍ତି ନେଲେ, ଯେକୌଣସି ଉପାୟରେ ହେଉ ପଛକେ ରେଡ୍ ପ୍ରତି ଥିବା ତାଙ୍କର ସେ ଭୟକୁ ସେ ଭ୍ୟାଙ୍କୁଇଶ୍ କରିବେ, ଡିଫିଟ୍ କରିବେ କମ୍ପ୍ଲିଟଲି। ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ। ଚାପ୍ଟର ୟୁନିଟ୍ 3 ଯେଉଁ ଓଭର। ଆଉ ଥରେ କହିଦେଉଛି, ଯେଉଁମାନେ ଏବେ ସୁଦ୍ଧା ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ ଆଜ୍ ସୁନ୍ ଆଜ୍ ପସିବଲ୍ ଆଣ୍ଡ ହାଭ୍ ଦ ବେଲ୍ ଆଇକନ୍ ମଧ୍ୟ ଟଚ୍ କରନ୍ତୁ, ଯେମିତିକି ମୁଁ ଛାଡ଼ିଥିବା ସମସ୍ତ ପଢ଼ା ସମେତ ଭିଡ଼ିଓ ତୁମମାନେ ଦେଖିପାରିବ। ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟସ୍। ୱେଟ୍ ଫର୍ ଦ 4th ୟୁନିଟ୍।